ନିକଟରେ ତାମିଲନାଡୁରେ ଇଲେକ୍ସନ ସରିଛି। ଇଲେକ୍ସନ ସରିଲା ପରେ ଏମକେ ଷ୍ଟାଲିନଙ୍କର ପୁଅ ଯିଏ ଅଛନ୍ତି ଉଦୟନିଧି ଷ୍ଟାଲିନ ସିଏ ଗୋଟେ ଷ୍ଟେଟମେଣ୍ଟ ଦେଇଛନ୍ତି ଯେ କଂଗ୍ରେସକୁ ବିଶ୍ୱାସ କରିବା କଥା ନୁହଁ। କାହିଁକି ନା ଇଲେକ୍ସନ ପ୍ରଚାର ସମୟରେ ଯୋଉ ରାହୁଲ ଗାନ୍ଧୀ କହୁଥିଲେ ଏମକେ ଷ୍ଟାଲିନ ହଉଛନ୍ତି ମୋର ବଡ ଭାଇ, ରାଜନୈତିକ ପାର୍ଟିରେ ମୁଁ କାହାକୁ ବଡ ଭାଇ ମାନେ ନାହିଁ, ଏମକେ ଷ୍ଟାଲିନ ହଉଛନ୍ତି ମୋର ବଡ ଭାଇ। ଇଲେକ୍ସନ ସରିଲା ପରେ ସେ ଟିଭିକୁ ସମର୍ଥନ ଦେଇଦେଲେ ଆଉ ମାନେ ଡିଏମକେ ପାଖରୁ ପଳେଇଗଲେ, ଯୋଉଥିପାଇଁ ଦେଖନ୍ତୁ ପ୍ରଥମ କଥା ହେଲା ଉଦୟନିଧି ଯାହା କହୁଛନ୍ତି ତାକୁ ଯଦି ଆପଣ ବିଟୱିନ୍ ଦ ଲାଇନ୍ସ ପଢିବେ ସେଇଟା ହଉଛି ତାଙ୍କର ଗୋଟେ ପ୍ରକାର ବାଧ୍ୟବାଧକତା। ଯେହେତୁ ଡିଏମକେ ହଉଛି ମୁଖ୍ୟ ବିରୋଧୀ ଦଳ ସେଠି ସେମାନେ କଥା କହିବେ, କିନ୍ତୁ କଂଗ୍ରେସ ଯଦି ସେଠି ଟିଭିକେ କୁ ସମର୍ଥନ କରିନଥାନ୍ତା ସେଠି ଗୋଟେ ବିକଳ୍ପ ଧର୍ମନିରପେକ୍ଷ ସରକାର ଗଠନ ହେଇଥାନ୍ତା। ତାହେଲେ ସେଠି ଗୋଟେ ବିକଳ୍ପ ଧର୍ମନିରପେକ୍ଷ ସରକାର ଗଢିବାଟା କଂଗ୍ରେସର ଆବଶ୍ୟକତା ନା ମେଣ୍ଟ ନାଁରେ ସେଠି ରାଷ୍ଟ୍ରପତି ଶାସନ ଜାରି ହେବା ଭଳିଆ ପରିସ୍ଥିତି ସୃଷ୍ଟି କରିବାଟା କଂଗ୍ରେସର ଦାୟିତ୍ୱ ହେଇଥାନ୍ତା। କିନ୍ତୁ ଯଦି କହୁଛନ୍ତି ବର୍ଷେ ପରେ ରାହୁଲ ଗାନ୍ଧୀ ଯୋଉ ଦାବି କରୁଛନ୍ତି ଯେ ଆମର ବିଜେପିର ସରକାର ଗଢିବ, ଆପଣ ଗୋଟେ କଥା ମନେ ସେତେବେଳେ ଡିଏମକେ ଯଦି ସମର୍ଥନ ନଦେଲା, ଡିଏମକେ ଏବଂ ଟିଭିକେ ଏ ଦି ଜଣଙ୍କ ଭିତରେ ଗୋଟେ ଉତ୍ତମ ବୁଝାମଣା ଆଗାମୀ ଦିନରେ ତିଆରି ହେବ ଏବଂ ଏ ଉଭୟ ଗୋଷ୍ଠୀ ଦରକାର ପଡିଲେ ଆବଶ୍ୟକ ପଡିଲେ ଇଣ୍ଡିଆ ମେଣ୍ଟର ସହଯୋଗୀ ହେବେ। ତେଣୁ ଆପଣ ଭାବନ୍ତୁ ନାହିଁ ଯେ ଡିଏମକେ ଏବଂ ଟିଭିକେ ଏମାନେ ସବୁବେଳେ ପରସ୍ପର ବିରୋଧରେ କାମ କରିବେ। ଟିଭିକେ ଗୋଟେ ନୂଆ ଦଳ ଏବଂ ତାମିଲନାଡୁର ରାଜନୀତିରେ ପ୍ରତି 5 ବର୍ଷରେ ସରକାର ପରିବର୍ତ୍ତନ। ଗତ ଥର ଏଡିଏମକେ ଏତେ ମାତ୍ରାରେ ଦୁର୍ବଳ ହୋଇଥିଲା ଏବଂ ଏଡିଏମକେ ତାମିଲନାଡୁରେ ଦୁର୍ବଳ ହେବାର ଏକମାତ୍ର କାରଣ ହଉଛି ତାଙ୍କର ବିଜେପି ସହିତ ସମ୍ପର୍କ। ବିଜେପି ସହିତ ସମ୍ପର୍କ ଥିବା କୌଣସି ରାଜନୈତିକ ଦଳକୁ ତାମିଲନାଡୁର ଭୋଟର ଭୋଟ ଦେବେ ନାହିଁ, ଏକଥା ଅତି ସ୍ପଷ୍ଟ ହେଇଛି। ଏବଂ ବିଜେପି ସେଠି ଗୋଟିଏ ପାଦ ଆଗକୁ ଯାଇପାରୁନି ବରଂ ବହୁତ ପାଦ ପଛକୁ ଫେରୁଛି। ତେଣୁ ବିଜେପି କୁ ସେଠି ଅଲଗା କରି ରଖିବାକୁ ହେଲେ ଏବଂ ଦ୍ରାବିଡ ରାଜନୀତିକୁ ଆଗକୁ ବଢେଇବାକୁ ହେଲେ କଂଗ୍ରେସ ସେଠି ଏକ ପ୍ରକାର ବାଧ୍ୟ ଥିଲା ଟିଭିକେ କୁ ସପୋର୍ଟ କରିବା। ଏବଂ ଟିଭିକେ ଆଗାମୀ ଦିନରେ କେମିତି ଶାସନ କରୁଛନ୍ତି, ତାଙ୍କର ଶାସନର ପରାକାଷ୍ଠା କଣ, ସେ କେତେ ପ୍ରଭାବ ପକେଇ ପାରୁଛନ୍ତି, ତାରି ଉପରେ ଅନେକ କଥା ନିର୍ଭର କରେ। ଏବଂ ୟାକୁ ନେଇକରି କଂଗ୍ରେସକୁ ତ ସବୁ କଂଗ୍ରେସ ଯାହା କଲେ କଂଗ୍ରେସକୁ ଗାଳି କରିବାଟା ଆମ ଲୋକଙ୍କର ଅଭ୍ୟାସ ହେଇଯାଇଛି। ଯେ କଂଗ୍ରେସରେ ଧରନ୍ତୁ ସତେ ଯେମିତି ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ଗୋଟେ ସରକାର ପରିବର୍ତ୍ତନ ହଉଛି, ଆପଣ ଡିକେ ଶିବକୁମାରକୁ ମାନେ ମୁଖ୍ୟମନ୍ତ୍ରୀ କଲେ ବି ସମାଲୋଚନା ହବ, ନ କଲେ ବି ସମାଲୋଚନା ହବ। କଂଗ୍ରେସ ଯାହା କଲେ ସମାଲୋଚନା ହବ, ବିଜେପି ଯାହା କଲେ ସମାଲୋଚନା ହବ। ବିଜେପି ମନ ଇଚ୍ଛା କେତେବେଳେ କାହାକୁ ଆଣିକିରି ମାନେ ବସେଇଦବ ମୁଖ୍ୟମନ୍ତ୍ରୀ କରିକି ସେ ବିଷୟରେ କିଏ ଆଲୋଚନା କରିବେ। ତେଣୁ କଂଗ୍ରେସ ତାମିଲନାଡୁରେ ଯାହା କରିଛି ସେଟା ତାଙ୍କର ଆବଶ୍ୟକତା ଥିଲା, ବାଧ୍ୟବାଧକତା ଥିଲା ଏବଂ ଟିଭିକେଙ୍କ ପ୍ରତି ସେଠି ମେଣ୍ଡେଟ୍ ଥିଲା। ତେଣୁ ଟିଭିକେଙ୍କୁ ଯଦି ସମର୍ଥନ କରା ହେଇନଥାନ୍ତା ସେଠି ଅଗତ୍ୟା ରାଷ୍ଟ୍ରପତି ଶାସନ ଜାରି ହେଇଥାନ୍ତା। ରାଷ୍ଟ୍ରପତି ଶାସନ ଜାରି ହେବାର ଅର୍ଥ ହଉଛି ସିଧାସଳଖ ବିଜେପିର ନିୟନ୍ତ୍ରଣ ରହିଥାନ୍ତା ତାମିଲନାଡୁରେ। ସେଟାକୁ ଅଟକେଇବାକୁ ଯାଇକିରି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଗୁଡିକ ଟିଭିକେକୁ ସମର୍ଥନ କରିବାଟା ଗୋଟେ ଆବଶ୍ୟକତା ଥିଲା। ପଲିଟିକାଲ ନେସେସିଟି। ଆଚ୍ଛା, ଏଇଠି ଗୋଟେ ପ୍ରଶ୍ନ ଉଠୁଛି, ତାମିଲନାଡୁରେ ତ ବହୁତ ହିନ୍ଦୁ ଅଛନ୍ତି, ମାନେ ମ୍ୟାକ୍ସିମମ୍ ଅଛନ୍ତି ହିନ୍ଦୁ, ସେଠି ବିଜେପି ଜିତି ପାରୁନି କାହିଁକି? ପ୍ରଥମ କଥା ହଉଛି ବିଜେପି କୁ ହିନ୍ଦୁ ମାନଙ୍କର ଦଳ ବୋଲିକିରି କହିବାଟା ଏଇଟା ହଉଛି ହିନ୍ଦୁ ଧର୍ମ ପ୍ରତି ଅପମାନ। ବିଜେପି ହିନ୍ଦୁ ଧର୍ମର ଯେତିକି କ୍ଷତି କରିଛି ଅନ୍ୟ କୌଣସି ରାଜନୈତିକ ଶକ୍ତି ହିନ୍ଦୁ ଧର୍ମର ଏତେ କ୍ଷତି କରିନାହାନ୍ତି। ହିନ୍ଦୁ ଧର୍ମକୁ ଗୋଟେ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବାର ଅତ୍ୟନ୍ତ ଜଘନ୍ୟ କଳା ବିଜେପି ଶିଖେଇଲା। ବିଜେପି ପାଇଁ ହିନ୍ଦୁ ଧର୍ମ ଗୋଟେ ଆଧ୍ୟାତ୍ମିକ ମାନବୀୟ ଧର୍ମ ନୁହଁ, ତାଙ୍କ ପାଇଁ ହିନ୍ଦୁ ଧର୍ମ ହଉଛି କେବଳ କ୍ଷମତାରେ ରହିବା ପାଇଁ ଏକ ଭୋଟ ବ୍ୟାଙ୍କ। ହିନ୍ଦୁ ମାନଙ୍କୁ ଗୋଟେ ଭୋଟ ବ୍ୟାଙ୍କ ଭାବରେ, ଗୋଟେ ଗିନିଆ ପିଗ୍ ର ଦଳ ଭାବରେ ସେମାନେ ବ୍ୟବହାର କରିବାକୁ ଚାହାନ୍ତି। କିନ୍ତୁ ହିନ୍ଦୁ ଧର୍ମ ହଉଛି ପୃଥିବୀର ସବୁଠୁ ଉଦାର ଏବଂ ମାନବୀୟ ଧର୍ମ, ଯୋଉଥିରେ ବସୁଧୈବ କୁଟୁମ୍ବକମ୍ ଭଳିଆ ଧାରଣା ଅଛି, ଯୋଉଠି ଉପନିଷଦର ଋଷି ତୃଣବନ୍ତୁ ବିଶ୍ୱ ଅମୃତସ୍ୟ ପୁତ୍ରାହା ବୋଲିକିରି କହୁଛନ୍ତି ଏବଂ ଯୋଉଠି ଗୋପବନ୍ଧୁ ଦାସ ହିନ୍ଦୁତ୍ୱର ସଂଜ୍ଞା ନିରୂପଣ କରିବାକୁ ଯାଇକିରି କହୁଛନ୍ତି ଯେ ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ। ଏବଂ ହିନ୍ଦୁ ଧର୍ମ ଭିତରେ ଯୋଉ କବି କବିତା ଲେଖେ ସେ କହେ ଯେ ଜଗତ ଉଦ୍ଧାର ହଉ, ମୋ ଜୀବନ ପଛେ ନରକେ ପଡିଯାଉ, ଜଗତ ଉଦ୍ଧାର ହଉ। ହିନ୍ଦୁ ଧର୍ମ ସବୁବେଳେ ମଣିଷ
जीवन आउ जगतर कथा कहछि संकीर्णता हिंदू धर्मर परिचय नुह एई जो माने बीजेपी समर्थक एमाने हिंदू धर्मर सबुठु बड़ द्रोही एमाने अन्य मानकु कहंती एमाने हिंदू द्रोही अन्य एमाने ना उपनिषद पढ़ंती ना श्रीमद् भगवत गीता पढ़ंती ना श्रीमद् भागवत पढ़ंती ना पुराण गुड़िक पढ़ंती जदि पढ़ी थांते ताले कथा कहंते नै एमाने केवल तांको राजनीतिक दलर व्हाट्सएप यूनिवर्सिटी जहाँ पठाए ताकू पढ़ी कर निजको हिंदू बोली कहना निजको हिंदू बोली यदि कहबाकू चाहछ ताई टिके मुंडक उपनिषद पढ़ टिके कठ उपनिषद पढ़ टिके ईशावास्य उपनिषद पढ़ जोउथरे हिंदू धर्म केबे निजको गोटे संकीर्ण बंधनी भितर बांधिबाकू चेष्टा ही करि नाही ईशोपनिषद प्रथम वाक्य होउची ईशावास्यम इदम सर्वम यत्किंच जगत्याम जगत देशर धारणा भी नहीं हिंदू धर्म रे सब धारणा होउची विश्व पृथ्वी एवं मनीष ये जो जातीयतार संकीर्ण धारणा एटा को केबे भी हिंदू धर्म स्वीकार करि नाही तेणु जो माने हिंदू धर्म संपर्क में पढ़ी नाहंती जो माने उपनिषद पढ़ी नाहंती गीता पढ़ी नाहंती से कथा कहि ନାଇଁ ଗୋଟିଏ ମନ୍ତ୍ର ପଢେଇ ଦିଆଗଲା ଅନ୍ଧଭକ୍ତ ମାନଙ୍କୁ ଯେ ଗାଈଙ୍କୁ ରୁଟି ହଉଥିବା ଲୋକ ଆଉ ମାନେ ରୁଟି ସହିତ ଗାଈ ଖାଉଥିବା ଲୋକ କେବେ ସାଙ୍ଗ ହେବେନି କିନ୍ତୁ ଗୋମାଂସ କମ୍ପାନୀ ପାଖରୁ ଚାନ୍ଦା ଦଉଥିବା ଲୋକ ବାପ ହେଇପାରେ ଚାନ୍ଦା ନଉଥିବା ଲୋକ। ଏମାନେ ପ୍ରଥମ ଥର ପାଇଁ ଭାରତରେ ହିନ୍ଦୁ ମାନଙ୍କୁ ଏମାନେ ଭାବିଲେ ଯେ ଏମାନଙ୍କର ମସ୍ତିଷ୍କ ନାହିଁ ଯେ ହିନ୍ଦୁ ହବ ସେ ତାର ବୋଧେ કોઈ ଯୁକ୍ତି ନାହିଁ ସେ ଅନ୍ଧବିଶ୍ୱାସୀ ଆରେ ହିନ୍ଦୁ କେବେ ଜୀବନ ଅନ୍ଧବିଶ୍ୱାସୀ ନଥିଲା हिंदू धर्म रे जेते बेले भी कोठी गोटे बद्धमूल धारणा तैयारी हिची सेठी हिंदू धर्म भितरे बारंबार संस्कार आंदोलन तैयारी हिची स्टार्टिंग फ्रॉम गौतम बुद्ध टू कबीर नानक दयानंद सरस्वती पर्यंत एमाने जदि दयानंद सरस्वती स्वामी दयानंद सरस्वती सत्यार्थ प्रकाश पढ़िबे एमानकर मुंड चक्र माने भांगी जीव सत्यार्थ प्रकाश से गुजरात रो जन्म होइतवा स्वामी दयानंद सरस्वती गोटे सत्यार्थ प्रकाश बोली गोटे ग्रंथ लिखिछन जो से पुराण को खंडन कर अवतारवाद को खंडन कर मूर्ति पूजा को खंडन कर मंदिर ज्योतिष को खंडन कर स्वामी दयानंद सरस्वती हिंदू की नुहंती राजा राममोहन राय हिंदू की नुहंती स्वामी विवेकानंद हिंदू की नुहंती कबीर मीराबाई श्री चैतन्य किते अंडल रामानंद रामानुजाचार्य वल्लभाचार्य एमान समस्ते हिंदू धर्म भितर बारंबार संस्कार आनी बारंबार प्रश्न पचारि हिंदू धर्म भितर जदि जेते बेले भी किछि गोटे एवं सेठू मान शेष आपण जदि देखिबे सेही श्रेणी रे गांधी एवं आंबेडकर ए दी जण मध्य हिंदू धर्मर बद्धमूल धारणा ऊपर प्रचंड प्रहार करछन किंतु हिंदू धर्म भितर जो मानवीय उदारता अछि से मानवीय उदारता को समस्ते प्रशंसा करते एवं तार सबुठ बड़ चरम उदाहरण होती परमहंस रामकृष्ण रामकृष्ण को जिते कहुची जे सर्वधर्म साधना करने को से जो बाहर कई जन कहूँ जे इस्लाम साधना करने को हेले आपन को गोमांस खाइबा पड़ो जदि कहते जब सिद्धि दरकार मुझे खाइबी एवं मौलवी को पचारूँ ये धारणा कि मौलवी कहते किए कहला आपन तार तो किसी आवश्यकता नहीं खाइबा सहित आध्यात्मिक तार कौन संपर्क आध्यात्मिक सिद्धि जदि खाइबा सहित संपर्क था ताले परम तांत्रिक बामा खेपा तो सिद्ध पुरुष ही न बामा खेपा तो सब खाऊले जहाँ देले ताहा खाऊले कारण ओभर विद्या कहुई जे जहाँ आपणकर अन्न पात्र रे जे जहाँ देला ताको आपण खाइबो एटा हो आमर साधना जे आमे कौन सी भेदा भेद न रखिकरी जो धर्म तैयारी तार ना हूँ हिंदू धर्म से सनातन ये जो राजनैतिक सनातन सहित वास्तव सनातन किसी संपर्क ना एबे जदि आपण टिके आगुर कहउतले सिद्धरामय्या जगह रे डीके शिव कुमार को दायित्व दिया गला या द्वारा गोटे प्रमाणित है कि एबे कांग्रेस टा संपूर्ण रूपे राहुल गांधी को कंट्रोल अछि बोली राहुल गांधी देखो कांग्रेस होची आपण जे जहा को भारत जेते राजनीतिक दल अच्छी सब राजनीतिक दल तुलन में आभ्यंतरीण गणतंत्र कांग्रेस सबुठ अधिक थाए कांग्रेस दल जी नेता छाड़ी अन्य दल को जाइछंती तार यदि तालिका करियो सेटा गोटे बड़ इतिहास स्टार्टिंग फ्रॉम गोखले तिलक टू आरंभ करी शेष पर्यंत
ତା ସତ୍ତ୍ୱେ ବି କଂଗ୍ରେସ ପାର୍ଟି ବଞ୍ଚିଛି, କାରଣ କଂଗ୍ରେସ ପାର୍ଟି ଭିତରେ ଗୋଟେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଥାଏ। ଯଦିଓ କଂଗ୍ରେସକୁ ସବୁବେଳେ ଗୋଟେ ଅପବାଦ ଶୋଇବାକୁ ପଡୁଛି, ନା ଏଇଟା ହଉଛି ଗୋଟେ ପରିବାରର ଦଳ। ସେଇ ଭିତରେ ଆପଣ ସେଇ ପରିବାରରୁ ଜନ୍ମ ନେଇଥିବା ଶରଦ ପାୱାର ସେ ପରିବାରବାଦ ବିରୁଦ୍ଧରେ ଯାଇକିରି ଆଉ ଗୋଟେ ଦଳ କଲେ, ଏବଂ ସେମାନେ ଯୋଉମାନେ କଂଗ୍ରେସ ବିରୁଦ୍ଧରେ ଯାଇଛନ୍ତି ସେମାନେ ପୁଣି କଂଗ୍ରେସକୁ ଫେରିବାକୁ ବାଧ୍ୟ ହେଇଛନ୍ତି। ତେଣୁ କଂଗ୍ରେସର ଯୋଉ ଗଣତାନ୍ତ୍ରିକ ବିଚାରବୋଧ ଅଛି, ଏବଂ ସେଥିପାଇଁ ଇନ୍ଦିରା ଗାନ୍ଧୀ ଇମର୍ଜେନ୍ସିକୁ ବେଶୀ ଦିନ ଚଲେଇ ପାରିଲେ ନାହିଁ। ଆଜି ତ 12 ବର୍ଷ ହେଲାଣି ଆମେ ଅଘୋଷିତ ଇମର୍ଜେନ୍ସିରେ ଅଛୁ। ଇନ୍ଦିରା ଗାନ୍ଧୀ ଯେତେବେଳେ 2 ବର୍ଷ ଇମର୍ଜେନ୍ସି ଜାରି କଲେ, ସେତେବେଳେ ତାଙ୍କର ବିବେକ ତାଙ୍କୁ ଦଂଶନ କଲା, ଯାହା ଫଳରେ ସେ ବାଧ୍ୟ ହେଇକି ନିର୍ବାଚନ କଲେ ସେତେବେଳେ। ତେଣୁ କଂଗ୍ରେସର ଗୋଟେ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଶୃଙ୍ଖଳା ଅଛି, ଏବଂ ସେଇଟା ହିଁ ସେ ଦଳକୁ ବଞ୍ଚେଇକି ରଖୁଛି। ତେଣୁ ଡିକେ ଶିବକୁମାର ଆସିଲା ପରେ ମୁଁ ଭାବୁଛି ପରବର୍ତ୍ତୀ ସମୟରେ ରାଜସ୍ଥାନରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ହେବା ଦରକାର, ଏବଂ ସଚିନ ପାଇଲଟକୁ ନେତୃତ୍ୱ ଦେବାକୁ ପଡିବ। କାରଣ ଏଇ ଯୋଉମାନେ ଗେହଲଟ ହୁଅନ୍ତୁ, ସିଦ୍ଧରାମಯ್ୟ ହୁଅନ୍ତୁ, ଏଇ ଦଳ, ଏଇ ଯୋଉ ଅଛନ୍ତି ଯୋଉ ପୁରୁଖା, ଏମାନେ ଅତି ନିଷ୍ଠାର ସହିତ ଯୁବକ ମାନଙ୍କୁ ବାଟ ଛାଡିଦେବା ଦରକାର। ଯଦି ନ ଛାଡିବେ, ଅମରିନ୍ଦର ସିଂଙ୍କ ଅବସ୍ଥା ଯାହା ହେଲା ସେଇ ଅବସ୍ଥା ସମସ୍ତଙ୍କର। ଅମରିନ୍ଦର ସିଂ ଯାଇକିରି ବିଜେପି କୁ କୋଉ ଅବସ୍ଥାରେ ଅଛନ୍ତି ବର୍ତ୍ତମାନ କହୁନାହାନ୍ତି? ଯୋଉମାନେ କଂଗ୍ରେସରେ ବଡ ବଡ ନେତା ଥିଲେ, ବିଜେପି କୁ ଆସିକି କୋଉଠି ରହୁଛନ୍ତି? ଆମ ଓଡିଶାର ଗିରିଧର ଗମାର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, 7 ଥରର ସାଂସଦ, ବିଜେପି କୁ ଗଲେ। ବିଜେପିରେ ବସିବା ପାଇଁ ଚୌକି ଖଣ୍ଡେ ମିଳିଲାନି, ପୁଣି ମାନେ କେତେବେଳେ ଗୋଟେ ଆସିକି କଂଗ୍ରେସର ଚୁଟକିନା ମିଶି ପଡିଲେ କେହି ଜାଣିପାରିଲେ। ତେଣୁ ଯୋଉମାନେ କଂଗ୍ରେସ ଭିତରେ ରହିକିରି କାମ କରିପାରୁନାହାନ୍ତି ଆଉ ଭାବୁଛନ୍ତି ଯେ ବିଜେପି କୁ ଗଲେ ଅଧିକ କାମ କରିପାରିବେ, ତାଙ୍କଠୁ ବଳିକିରି ବଡ ନିର୍বোଧ କେହି ନାହାନ୍ତି।